सत्यं ब्रूयात् प्रियं ब्रूयात् मां ब्रूयात् सत्यम अप्रियम। सत्य कथा कहवा उचित, प्रिय कथा कहवा उचित। सत्य हेले भी जो कथा कहिले अप्रिय हेबा से कथा कहवा अनुचित। यह विज्ञ मानकर मत। जो माने ज्ञानी से माने ए कथा कहिछंती आमे सत्य कहवा, सत्य ठारू पुण्य नाही। जिते लुचौना सात ताल पंक भितरे थिले भी जिमती पद्म दिने ही विकसित हुए, सत्य संधान निश्चय मिले। लुचई हेनी। बहु चेष्टा करे जलद सूर्य को लुचैया सबुदिन, किंतु लुचई पारे। सत्यं ब्रूयात् प्रियं ब्रूयात् मां ब्रूयात् सत्यं अप्रियम। कवि सूर्य बलदेव रथ लिखिले आमे समस्ते निज कर कपाल कोष्ठी को नहीं बंचीचे। कौन लिखिले? कपाल रे तोर होइछि लेखा, कर मर्दक योग्य तोर शिखा। हर मौली योग्य चंपक को, भरमरे वृथा पड़ी जाटाकू। जगते केवल जने हसिवे यही तहु फल। तो कपाल लेखा है तू करंज फूल पिंधिबू। करमर्दक बोले करंज फूल। तू जदि हरंक कपाल रे लागुथिबा चंपा फूल को आशा करिबू, ताहले जगत रे जन हसिबे। अर्थात ये समाज रे परिवर्धित हेउथिबा, बंची रहिथिबा समस्त जनता को यह एक निराट सत कथा जे कपाल लेखा ही भोग्य। आउ ज्योतिष माने सेई लेखा उपरे थिबा फर्द को उठेई पढ़ी दियंती। जेमती मु कुलमणि पंडा आपण आगरे फर्द परे फर्द उन्मोचन करुची। आसंता काली सोमवार अक्षय तृतीया। अक्षय तृतीया जो तृतीया एक शुभ दिन, शुभ बार, शुभ समय रे जो कार्य आरंभ करा जाए तार क्षय हुए नहीं। कृषक एइथिपाई तो काली मुठी अनुकूल करिवो। मुठाए धान को नहीं तार एक शुभ कियारी रे ईशान्य कोण रे अति अति भोरू बुणी देई पानी ढाली प्रणाम करी आसीबो। माँ महालक्ष्मी दया कर, मो संसार को तू खाद्य दे। एई दिन जन्म होइतिले भक्त कवि जयदेव, तेणु काली जयदेव जयंती, परशुराम को जयंती। काली ठू आरंभ हेबो चंदन यात्रा। एणु हे मोर भाई बंधु कुटुंब, जदि कहार किछि शुभ कार्य आरंभ करिवार थाए ताहले एई अक्षय तृतीया रे आरंभ कर दियंतु। एहाकू अपुच्छा तिथि कहा जाए। हाँ, ये आम आलोचना करिबा आसंता काली सूर्य उदय हेबे 5टा 26 परे, अस्त हेबे 6टा 4 परे, आउ अशुभ समय सकाळ 6टा 57 रु 8टा 33।
ବୁଝା ପଡ଼ିଲା। ଏବେ ଆମେ ଆଲୋଚନା କରିବା ମେଷ ରାଶି କଥା। ଏପ୍ରିଲ 20 ତାରିଖ ସୋମବାର ମେଷ ରାଶି ପାଇଁ ସମ୍ମାନ ଲାଭ କର ଦିନ। ମନକୁ ବୁଝାଇ ପାରିଲେ ସବୁ ସମସ୍ୟାର ସହଜ ସମାଧାନ ହୋଇଯିବ। କେମିତି ମନକୁ ବୁଝେଇବା? ଦର୍ପଣ ଦେଖିବା, ମନ ଖୋଲା ହସ ହସିବା, ତେବେ ସବୁ ସୁଖ ଓ ସବୁ ଦୁଃଖର ପରିବର୍ତ୍ତନ ହେବ। ଅର୍ଥାତ୍ କିଏ ସୁଖରେ ଆତ୍ମହରା ହେଇଯାଉଛି, ଫଳରେ ଦୁଃଖ ପଡ଼ୁଛି, କିଏ ଦୁଃଖରେ ଭାଙ୍ଗି ଯାଉଛି, ଫଳରେ ତା'ର ଜୀବନ ନର୍କରେ ପରିପୂର୍ଣ୍ଣ ହେଇଯାଉଛି। ଅର୍ଥାତ୍ ଯେତେବେଳେ ଧୈର୍ଯ୍ୟ ଆମକୁ ହଇରାଣ କରିବ, ସେତେବେଳେ ଆମେ ଟିକେ ଦର୍ପଣ ଦେଖିବା। ଆମେ କରୁଥିବା ପାପ ପୁଣ୍ୟର ସାକ୍ଷୀ ପରା ମନ। ଧନାଗମ ବଢ଼ିଆ ହେବ କାଲି ମେଷ ରାଶିଆଙ୍କର। ସୁସ୍ଥ ରହିବେ, କର୍ମ ଚଞ୍ଚଳ ରହିପାରିଲେ ସୁଖ ଲାଭ କରି ଶାନ୍ତି ପାଇବେ, ରୁଚିକର ଖାଦ୍ୟ ମିଳିବ। ମେଷ ରାଶି ପାଇଁ ଏକ ବଢ଼ିଆ ଦିନ। ବୃଷ ପାଇଁ କ'ଣ ହେଲା? ଏପ୍ରିଲ 20 ତାରିଖ ସୋମବାର ବୃଷ ରାଶି ପାଇଁ ଆଜି ଏକ ଆୟକାରୀ ଦିନ। ସ୍ୱାସ୍ଥ୍ୟ ସୁସ୍ଥ ଓ ସୁନ୍ଦର ରହିବ। ଶାରୀରିକ ସମସ୍ୟା ନାହିଁ। ରୁଚିକର ଭୋଜନ ମିଳିବ। ଶୁଭ ଖବର ଶୁଣି ଆନନ୍ଦିତ ହେବେ। ଶତ୍ରୁ ପରାଜିତ ହେବେ। ଯଦି ବୁଦ୍ଧି ବିଦ୍ୟାର ସୁବିନିଯୋଗ କରି ଅବିଶ୍ରାନ୍ତ ପରିଶ୍ରମ କରିବେ, ଲାଭ ପାଇଁ ଉଦ୍ୟମ କରିବେ, ତାହେଲେ ଆୟ ଅମଳ ଯଥେଷ୍ଟ ହେବ। ନୂତନ ଆୟ ସମ୍ବନ୍ଧୀୟ ଖବର ଶୁଣିପାରନ୍ତି। ବହୁ ସଂଖ୍ୟାରେ ବନ୍ଧୁ ବଢ଼ିଯିବେ। ହିତାକାଂକ୍ଷୀ ବନ୍ଧୁ ବୃଷ ରାଶିଆଙ୍କର। ମିଥୁନ ରାଶି ଏପ୍ରିଲ 20 ତାରିଖ ସୋମବାର ମିଥୁନ ରାଶିର ଘାତ ବାର। ଅସୁବିଧା ଘାତ, ତାହା ମାନସିକ ଆଘାତ ଆସିପାରେ। ଘାତ ବାର। ପୁଣି ଦିନଟି ସୋମବାର। ମିଥୁନର ଅଧିପତି ହେଲେ ବୁଧ। ତେଣୁ ବୁଧ ଆଉ ସୋମଙ୍କର ପଡ଼େନି, ଟିକେ ହୁସିଆର। ଏଣୁ ଅଶୁଭ ଦିନ, ସାବଧାନ। ଦୂରଯାତ୍ରା ନିଷେଧ। ରୋଗାକ୍ରାନ୍ତ ହେବେ। ଆୟ ଅମଳରେ ବାଧା, ଶାନ୍ତି ଭଙ୍ଗ ହୁଏ। ତେଣୁ ବୃଥା ଖର୍ଚ୍ଚ କରିପାରିଲେ ଆପଣଙ୍କର ଶାନ୍ତି ଭଙ୍ଗ ହେବ। ହୁସିଆର, ଏ ବୃଥା ଖର୍ଚ୍ଚ ନ କଲେ ଭଲ। ଧାର ଉଧାର କରିପାରନ୍ତି। ପୂର୍ବରୁ ଋଣ କରିଥିଲେ ନିନ୍ଦା ଶୁଣି ପଶ୍ଚାତାପ କରିବେ। ନିଜ ଲୋକ ଅନାଦର କରିବେ। କୌଣସି କାର୍ଯ୍ୟ ଠିକ୍ ଠାକ୍ ହେବନି। ପ୍ରଥମେ ଘାତବାର, ପୁଣି ସୋମବାର। ବୁଧଙ୍କ ସହ ଚନ୍ଦ୍ରଙ୍କର ପ୍ରାୟ ପଡ଼େନି। ଏହିସବୁ କାରଣରୁ କାଲି ମିଥୁନ ରାଶି ପାଇଁ ଆଦୌ ଶୁଭଙ୍କର ଦିନ ନୁହେଁ। ଧୈର୍ଯ୍ୟ ଧରି ବୁଦ୍ଧିକୁ ଭରସା କରି ଚଳଚଞ୍ଚଳ ରହିଲେ, ଚୁପ୍ ରହିଲେ, କାହାର ଥଟ୍ଟା ପରିହାସକୁ ଖାତିର ନ କଲେ ଆରାମରେ ସୁଖରେ ଦିନ ଯିବ। କର୍କଟ ରାଶି ଏପ୍ରିଲ 20 ତାରିଖ ସୋମବାର କର୍କଟ ରାଶି ପାଇଁ ଭଲ ବାର। ଏଣୁ ବିବିଧ କୌଳିକ, ମୌଳିକ, ଲୌକିକ, ଆର୍ଥିକ, ସାମାଜିକ, ପାରିବାରିକ ସୁଖ ମିଳିବ। ଯିଏ ଯେଉଁ କାମ କରୁଥିବେ, ମାନେ ଯିଏ ଯେଉଁ ପଦବୀରେ ଅଛନ୍ତି, ସେ ଆସନ ପାଇଁ ଏକ ସମ୍ମାନ ପଦକ ପଦବୀ ପାଇବେ, ମାନେ ପଦୋନ୍ନତି ହୋଇପାରେ। ଆୟ ଅମଳ ପାଇଁ ଦିନଟି ପ୍ରଶସ୍ତ। ଏଣୁ ମଧୁମକ୍ଷିକା ପରି ଚଳଚଞ୍ଚଳ ହୁଅନ୍ତୁ। ଜାଣିଲେ, ଶୁଣିଲେ, ବୁଝିଲେ ଯେ ଆଜି ଶୁଭ ଦିନ। ମହୁମାଛି ଯେମିତି କାହାକୁ ନ କହି, ନ ପଚାରି, ନ ଜଗି ଅତି ଭୋରୁ
ମଧୁ ସଂଗ୍ରହ ପାଇଁ ତା କାମ କରିବା ପାଇଁ ଚଳଚଞ୍ଚଳ ହୁଏ। ଏଣୁ ହେ କର୍କଟ ରାଶିର ଜନତା, ଆଜି ଆଳସ୍ୟକୁ ତ୍ୟାଗ କରି କର୍ମ ଚଞ୍ଚଳ ହୁଅନ୍ତୁ। ଯଶ, କୀର୍ତ୍ତି, ଧନ, ଧାନ୍ୟ, ବନ୍ଧୁ ସବୁକିଛି ପାଖକୁ ଆସିବ। ଯଦି ଚଳଚଞ୍ଚଳ ନ ହେବେ ତେବେ ଉତ୍ତର ଆପଣ ଦିଅନ୍ତୁ ନା। ଏବେ ଆଲୋଚନା କରିବା ସିଂହ ରାଶି। ଏପ୍ରିଲ 20 ତାରିଖ ସୋମବାର ସିଂହ ରାଶି ପାଇଁ କର୍ମ ମୁଖର ଦିନ। ଆଜି ଦିନକ ଠିଆ ହୋଇ ବୁଣନ୍ତୁ, କାଲିଠୁ ବସିକରି ଖାଇବେ। ଠିଆ ହେଇ ବୁଣିଥିଲେ ବସିକରି ଖାଇ, ପଡ଼ିଆ ବାଡ଼ିରେ ଭାଇ ଗୋଧନ ଚରାଇ। କଠିନ ପରିଶ୍ରମର ଫଳ ବହୁ ଆନନ୍ଦ। ମନେ ରଖନ୍ତୁ, ଯେପରି ବୁଣିବେ ସେପରି ତୋଳିବେ। ଯଦି ମନ ପ୍ରାଣ ଦେଇ ମାନସିକ ବା ଶାରୀରିକ ଅଥବା ଉଭୟ ଶ୍ରମ ଦେବେ, ମାନସିକ ପରିଶ୍ରମ କରିବେ ଓ ଶାରୀରିକ ପରିଶ୍ରମ କରିବେ। କାହା ପାଇଁ କ'ଣ ନା? ହଁ, ତେବେ କର୍ମ କ୍ଷେତ୍ର ଆପଣଙ୍କୁ ଦେବ ଫଳ ଅଜାଡ଼ି। କର୍ମ ଯଦି ଠିକ୍ ଠାକ୍, ଫଳ ବି ଠିକ୍ ସେଇଭଳି ଅମୂଲ୍ୟ। ଧନ, ଜନ, ଗୋପ, ଲକ୍ଷ୍ମୀ ମିଳିବା ଭଳି ଦିବସ ପରା ଆଜି। ତେଣୁ ଆପଣ କ'ଣ ଚାହାନ୍ତି? ଦୁଃଖ? ତେବେ ଆଳସ୍ୟ କୋଳରେ ଶୋଇପଡ଼ନ୍ତୁ ନା। ସୁଖ ଚାହାନ୍ତି? ତାହେଲେ କର୍ମଠ ହୁଅନ୍ତୁ। ମନେ ପକାନ୍ତୁ, ଗଲେ ପଛେ ଯାଉ ଯିବ, ଯାହା ହେବ ଦେଖାଯିବ। ଗିରି ଶିଖେ ଲୟ କରି, ଲୟ ରଖି ଚାଲିବି ମୁଁ କର। ଆସନ୍ତୁ ଯିବା କନ୍ୟା ପାଖକୁ। ଏପ୍ରିଲ 20 ତାରିଖ ସୋମବାର କନ୍ୟା ରାଶି ପାଇଁ କିଛି ଖୋସାମନ୍ତିଆ ମିତ୍ର ମୁଖ ପ୍ରଶଂସା କରି ଲୁଟିବା ପାଇଁ ଛାଇ ପରି ପାଖେ ପାଖେ ରହିବେ। ଆଜି ଆପଣଙ୍କର ପ୍ରଶଂସା, କିନ୍ତୁ ଏ ପ୍ରଶଂସାର ମୂଲ୍ୟ କିଛି ନାହିଁ। କିଛି ଖୋସାମନ୍ତିଆ ମିତ୍ର କିଛି ନେବା ପାଇଁ, ଲୁଟିବା ପାଇଁ ଛାଇ ଭଳି ପାଖେ ପାଖେ ରହି ଗୁଡ଼ିଏ ମୁଖ ପ୍ରଶଂସା କରିବେ। ଏମାନଙ୍କ ମଧ୍ୟରୁ ଯିଏ ଚାଲାଖି ଚତୁର, ତାର ଅବଶ୍ୟ ମନେ ପଡ଼ିଯିବ ଯେ ମଧୁ ତିଷ୍ଠତି ଜିହ୍ୱାଗ୍ରେ ହୃଦୟସ୍ତୁ ହଳାହଳମ୍ ବର୍ଜୟେତ୍ ତାଦୃଶଂ ମିତ୍ରଂ ବିଷକୁମ୍ଭଂ ପୟମୁଖମ୍। ଯିଏ ବୁଦ୍ଧିମାନ, ଚାଲାଖି ଚତୁର, ସିଏ ଚାଣକ୍ୟଙ୍କର ଏଇ ଶ୍ଲୋକଟିକୁ, ଏଇ ନୀତିବାଣୀକୁ ମନେ ପକାଇବ। ମଧୁ ତିଷ୍ଠତି ଜିହ୍ୱାଗ୍ରେ ହୃଦୟସ୍ତୁ ହଳାହଳମ୍। ଇଏ ଚିକଣିଆ କଥା କହୁଛି, ମିଠା କଥା କହୁଛି, ତା ପେଟରେ ବିଷ ଅଛି। ତାକୁ ବର୍ଜନ କର, ତ୍ୟାଗ କର, ବିଶ୍ୱାସ କର ନା, ଭରସା କର ନା। ହଁ, ବେଶ। ବୁଦ୍ଧିମାନ କର୍ମଠ ଜନତା ନିଜ ପେଟ ପାଟଣା ପାଇଁ କର୍ମ କରି ଆଜି ଖୁସି ହେବେ। ତଥାପି ଏହା ମନେ ରଖିବେ ଯେ ସମ୍ମାନ ହାନି ଠାରୁ ବଡ଼ କ୍ଷତି କିଛି ନାହିଁ। କାରଣ ଆଜି ସମ୍ମାନ ହାନି ହେବାର ଦୁର୍ଯୋଗ ବି ପାଖେ ପାଖେ ଅଛି। ସୁତରାଂ ହାତେ ମାପି ଚାଖଣ୍ଡେ ଚାଲିଲେ ଭଲ। ଆଲୋ ସଖୀ, ଆପଣା ମହତ ଆପେ ରଖି କେହି ସମ୍ମାନ ଦବନି, କର୍ମ ହିଁ ସମ୍ମାନ ଦବ। ତୁଳା କଥା ବୁଝିବା। ଏପ୍ରିଲ 20 ତାରିଖ ସୋମବାର ତୁଳା ରାଶି ପାଇଁ ଏକ ଦୁଃଖଦ ଦିନ। ତଥାପି ଯିଏ ଯିଏ ଧୈର୍ଯ୍ୟବାନ ଓ ବୁଦ୍ଧିମାନ, ସେମାନେ ହିଁ ସଂଗ୍ରାମ କରି ଏକ ବୀର ସଦୃଶ ଦୁଃଖ ପଙ୍କରେ ସୁଖ ପଙ୍କଜ ଫୁଟାଇ ପାରିବେ। ଯିଏ ଧୈର୍ଯ୍ୟବାନ, ଯିଏ ବୁଦ୍ଧିମାନ, ଏଇ ଦୁଃଖ ପଙ୍କ ଭିତରୁ ସେ ସୁଖ ପଙ୍କଜକୁ, ପଙ୍କଜ ଅଥବା ପଦ୍ମ, ସେ ପଙ୍କରୁ ତାର ଜନ୍ମ, ସିଏ ସେଇଠି ଥାଏ, ସମୟ ହେଲେ ବାହାରେ,
ତେଣୁ ବୁଦ୍ଧିମାନ ବିବେକୀ କର୍ମଠ ତୁଳାରାଶି ଯଦି ଆଜି ସଂଗ୍ରାମ କରିବେ ଦୁଃଖ ବି ଦୂର ହେଇଯିବ। ଯୁଗପତ୍ ମଧୁ ଓ ସୁଗନ୍ଧ ରୂପକ ସୁଖ ପାଇବେ। ଯିଏ ସେ ପଦ୍ମ ତୋଳି ପାରିବେ, ଯିଏ ଠିକ୍ ପରିଶ୍ରମ କରିପାରିବେ ତାଙ୍କୁ ଆଜି ସବୁ ସୁଖ ମିଳିବ। ଏହି ବୀରଗଣ ଦୁଃଖ ପଙ୍କରେ ସୁଖ ପଙ୍କଜ ଫୁଟାଇ ପାରିବେ। ଯୁଗପତ୍ ମଧୁ ଓ ସୁଗନ୍ଧ ପାଇବେ। ଶତ୍ରୁ ବୃଦ୍ଧି ହୋଇ ହଇରାଣ କରିବେ। ଆଜି ତୁଳାରାଶି ଲୋକମାନେ ହଇରାଣ ହରକତ ହୋଇଯିବେ, ରୋଗଗ୍ରସ୍ତ ହୋଇ ଯନ୍ତ୍ରଣା ଭୋଗିବେ। ଆୟ ଅମଳ ପାଇଁ ବାଧା ବନ୍ଧନ ହେତୁ କର୍ମ ନ କରିପାରି ଦୁଃଖିତ ହେବେ। ଆଜି ମିତ୍ର ବି ଶତ୍ରୁ ସମ କଷ୍ଟ ଦେବେ। ଏଣୁ କାହାକୁ ବି ବିଶ୍ୱାସ ନ କଲେ ନିଜ ପାଇଁ ଭଲ। ଆଜି ତୁଳାରାଶି ପାଇଁ ସବୁ ଦିଗରୁ ମନ୍ଦ। ଶତ୍ରୁ ବୃଦ୍ଧି ହେବେ, ଋଣଦାତା ହଇରାଣ କରିବେ, ରୋଗ ବଢ଼ିଯିବ। ତେଣୁ କୁହାଯାଇଛି ଦୂରକୁ ଯିବେନି, ଦୂରଯାତ୍ରା କରିବେନି। ଏତେ ଭିତରେ ବି ଯିଏ ସଂଗ୍ରାମୀ, ଯିଏ କର୍ମଠ, ଯିଏ ଧୈର୍ଯ୍ୟବାନ, ତା ପାଇଁ ଏ ଦୁଃଖ କ'ଣ? କିଛି ନ। ହଁ, ଏବେ ବିଛା କଥା ବୁଝିବା। ଏପ୍ରିଲ 20 ତାରିଖ ସୋମବାର ବିଛା ରାଶି ପାଇଁ କିଛି ଖୁସି ଖବର ଅଛି। ଚତୁର୍ଥସ୍ଥ ବୁଧ, ପଞ୍ଚମସ୍ଥ ଶୁକ୍ର, ଦଶମସ୍ଥ କେତୁ ଜାତକର ସ୍ଥିତି ଅନୁସାରେ କିଛି ସହଯୋଗ କରିବେ। ମାତ୍ର ଜ୍ୟୋତିଷଶାସ୍ତ୍ରର ଧାରା 2.9 କହେ, ଜ୍ୟୋତିଷଶାସ୍ତ୍ରର ଧାରା 2.9 କହେ ଆପଣମାନେ ଆଜି ଯଥା ସମ୍ଭବ ନୀରବତା ରକ୍ଷା କଲେ ନିଜ ପାଇଁ ଭଲ। କ୍ରୋଧକୁ ତାଲା ପକାଇ ନିଜ ଭିତରେ ରଖନ୍ତୁ। ସେ ଦୁଷ୍ଟ ବାହାରକୁ ବାହାରିଲେ ଆପଣଙ୍କୁ ଅପମାନିତ କରିବ। ଯେଣୁ ଆଜି ଅପମାନ ପରି ଦୁର୍ଯୋଗ ମିଳିବାର ଅଛି। ତେଣୁ କାହାକୁ ଉପଦେଶ ନ ଦେଇ ନିଜ ଆୟ ଅମଳ ରୋଜଗାର ପାଇଁ ବୃତ୍ତି ବ୍ୟବସାୟରେ ମନ ଦେଲେ 2 ପଇସା ପାଇବେ। ଆଜି ବିଛା ରାଶି ପୁରୁଷଙ୍କର ଘାତ ଚନ୍ଦ୍ର, ଏଣୁ ବାହାରକୁ ନ ଗଲେ ଭଲ। ହଁ, ବିଛା ରାଶି ପୁରୁଷଙ୍କ ପାଇଁ ଆଜି ଭଲ ଦିନ ନୁହେଁ। ଏପ୍ରିଲ 20 ତାରିଖ ସୋମବାର ଧନୁରାଶି ପାଇଁ ବିବିଧ ଲାଭଯୋଗ ଅଛି। ଯଥା ବିଦ୍ୟାର୍ଥୀକୁ ସୁଶିକ୍ଷକ ମିଳିବେ, ଶିକ୍ଷକଙ୍କୁ ଉତ୍ତମ ଛାତ୍ର ମିଳିବେ, କୃଷକକୁ ଭଲ ବିହନ ମିଳିବ, ବଣିକଙ୍କୁ ଶସ୍ତାରେ ଦ୍ରବ୍ୟାଦି ମିଳିବ, ପରିବାରକୁ ସୁପୁତ୍ର, ପୁଅ ପାଇଁ ବୋହୂ, ଝିଅ ପାଇଁ ମନଲାଖି ବରପାତ୍ର, ଗୋଠକୁ ଦୁଗ୍ଧବତୀ ଧେନୁ। ଏହିପରି କାହା ପାଇଁ କ'ଣ? କୋଟି କୋଟି ଲୋକ ଅଛନ୍ତି, ତାଙ୍କର କୋଟି କୋଟି ମନ, ଅନେକ ଚିନ୍ତାଧାରା। ତେଣୁ ମନ ଗୁଣେ ଫଳ ଆଜି ମିଳିବ ଯଦି ସେ କର୍ମ ଠିକ୍ କରନ୍ତି। ଏହିପରି ବିବିଧ ପାରିବାରିକ ଲୌକିକ ଲାଭ ହେବ। ଦୈନିକ କଞ୍ଚା ପଇସା ଧରୁଥିବା ଚିକିତ୍ସକ, ଓକିଲ ଓ ବ୍ୟବସାୟୀମାନଙ୍କର ଆଜି ପ୍ରକୃତରେ ଯଥେଷ୍ଟ ବେଶୀ ଆର୍ଥିକ ଲାଭ ହେବ। ଆଉ ଆପଣଙ୍କୁ ଏକ ଅନ୍ତରଙ୍ଗ ମିତ୍ର ଲାଭ ହେବ। ଆଜି ଗୋଟିଏ ବଢ଼ିଆ ଦିନ ଧନୁରାଶି ପାଇଁ। ଜଣେ ଅନ୍ତରଙ୍ଗ ମିତ୍ର, ଏଟା ଖୁବ୍ କମ୍ ଲୋକଙ୍କ ଭାଗ୍ୟରେ ମିଳେ। ଅନ୍ତରଙ୍ଗ ମିତ୍ର ଯିଏକି ଦୁଃଖରେ ଦୁଃଖୀ, ସୁଖରେ ସୁଖୀ ହେବ। ହଁ, ଏପ୍ରିଲ 20 ତାରିଖ ସୋମବାର ମକର ରାଶିକୁ ମନଲାଖି ବିବିଧ କୌଳିକ, ମୌଳିକ, ଲୌକିକ, ଔଚିତ୍ୟ, ଆଧ୍ୟାତ୍ମିକ, କାବ୍ୟିକ, ଭୌତିକ, ସାମାଜିକ, ପାରିବାରିକ, ଆର୍ଥିକ, ପାରମାର୍ଥିକ ସୁଖ ମିଳିବ। ମାନେ ମକର ରାଶି ପାଇଁ ଯାବତୀୟ ସୁଖ। ଜଣେ ବ୍ୟକ୍ତି ଯେଉଁ ସୁଖ ଖୋଜେ, ଯେହେତୁ ବ୍ୟକ୍ତି ଚରିତ୍ର ଭିନ୍ନ ଭିନ୍ନ, ସମସ୍ତଙ୍କର ସୁଖ ଭିନ୍ନ ଭିନ୍ନ,
ତେଣୁ ମକର ରାଶିର ଯିଏ ଯେଉଁଠି ଯେଉଁ ପ୍ରକାରରେ ଥିଲେ ବି ଯିଏ ଯେଉଁ ସୁଖ ଖୋଜୁଛି ତାକୁ ସେଇଭଳି ସୁଖ ଆଜି ମିଳିବ। ସମସ୍ତଙ୍କୁ ଅଳ୍ପେ ବହୁତେ ନିଜର ଉଦ୍ୟମ ଅନୁସାରେ ଆର୍ଥିକ ସୁଖ ମିଳିବ। ଦେଇଥିଲେ ପାଇ ନ୍ୟାୟରେ କେତେକଙ୍କୁ ନିଶା ସୁଖ ମିଳିବ। ଯେଉଁ ନିଶାଖୋର ସେମାନେ ବି ଆଜି ନିଶା ପାଇବେ, ମାଗଣା ମାଗଣା, ହଁ ଶସ୍ତାରେ, ଯାହା ପାଇଁ ସେମାନେ ଆନନ୍ଦ ବିଭୋର ହୋଇ ନୂଆ ନୂଆ କଥା କହିବେ। କିଏ? ନିଶାଖୋରମାନେ। ମକର ରାଶିର ଆବାଳ ବୃଦ୍ଧ ବନିତା ଆଜି କିଛି ପାଇବେ। ହଁ। କୁମ୍ଭ ରାଶି ଏପ୍ରିଲ 20 ତାରିଖ ସୋମବାର କୁମ୍ଭ ରାଶି ଲାଗି ଏକ ଉଚ୍ଚ କୋଟିର ଲାଭ ଅଛି। ଆଚ୍ଛା କହିଲେ ସେ ଲାଭର ନାଁ କ'ଣ? ଯାହାକୁ ଜ୍ଞାନୀମାନେ ସର୍ବଦା ଚାହାନ୍ତି ତାହା ହିଁ ସମ୍ମାନ। ସମ୍ମାନ ହେଉଛି ଉଚ୍ଚକୋଟୀର ଲାଭ। ଅଧମା ଧନଂ ଇଚ୍ଛନ୍ତି ଧନଂ ମାନଂ ଚ ମଧ୍ୟମା ଉତ୍ତମା ମାନଂ ଇଚ୍ଛନ୍ତି ମାନୋ ହି ମହତାଂ ଧନମ୍। ନିରନ୍ତର ଯିଏ ଧନ 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 ହେଉଥାଏ ତାକୁ ବିଜ୍ଞ ବ୍ୟକ୍ତି କହନ୍ତି ଇଏ ଅଧମ। ଅଧମା ଧନଂ ଇଚ୍ଛନ୍ତି ଧନଂ ମାନଂ, ଧନ ସମ୍ମାନର ସହିତ ଯିଏ ଧନ ରୋଜଗାର କରେ, ସମ୍ମାନର ସହିତ ଯିଏ ଧନ ରୋଜଗାର କରେ ସେ ମଧ୍ୟମ ଶ୍ରେଣୀର ଲୋକ। କିନ୍ତୁ ଯେ ଉତ୍ତମ, ଯେ ମହାନ, ଯେ ଶ୍ରେଷ୍ଠ, ତାଙ୍କ ପାଇଁ ପରା ସମ୍ମାନ ଦରକାର। ଏଇ ସମ୍ମାନ ଆଜି କୁମ୍ଭ ରାଶିକୁ ମିଳିବ। କ'ଣ ମାଗଣା? ନାଇଁ 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 ନାଇଁ, ସେମାନେ କିଛି ଭଲ କାମ କରିଛନ୍ତି ବୋଲି ତାଙ୍କୁ ଆଜି ସମ୍ମାନ ମିଳିବ। କର୍ମ କରିବ ନାନା ମତେ ମିଳିବ କର୍ମର ଆୟତ୍ତେ। ସୁତରାଂ ଯିଏ ଉପଯୁକ୍ତ ବୁଦ୍ଧି ବିବେକର ବିନିଯୋଗ କରି ଯଥାର୍ଥ ମାନସିକ ବା ଶାରୀରିକ ଶ୍ରମ କରିବ ସେ ଆଜି ଧନଲକ୍ଷ୍ମୀଙ୍କ କରୁଣା ବାରି ଅବଶ୍ୟ ପାଇବ। ତେଣୁ ଏଇ କୁମ୍ଭ ରାଶିର ଲୋକେ ଆଜି ସମ୍ମାନ ଲାଭ କରିବେ। କୁମ୍ଭ ରାଶିର ଲୋକେ ଆଜି ସମ୍ମାନିତ ହେବେ। ହେଲେ ଦିନଟି ଶୁଭଙ୍କର ନୁହେଁ। ସମ୍ମାନ ମିଳିବ କିନ୍ତୁ ଭଲ ଦିନ ନୁହଁ। ଦୂରଯାତ୍ରା ନିଷେଧ, ଦେହ ଅସୁସ୍ଥ ହେବ, କର୍ମ ଯୋଜନା ଯାହା ପେଟ ପାଟଣା ପାଇଁ ଆମେ କରିଥାଉ ତାହା ଚାଲିବନି, ବାଧା ଆସିବ। ମୀନ ରାଶି ଏପ୍ରିଲ 20 ତାରିଖ ସୋମବାର ମୀନ ରାଶିର ଜନତା ଆଜି ବଢ଼ିଆ ଆୟ କରିବେ। ଭିକାରୀର ଥାଳ ଆଜି ଭରିଯିବ। ଆଉ ଯିଏ ରତ୍ନ ବ୍ୟବସାୟୀ ତାର ତ କଚ୍ଚେ ପରବାର। ଏହା ଶୁଣି ବିଚାର କରନ୍ତୁ ସତରେ କିଏ ପାଇବ, କେତେ ପାଇବ? ଶାସ୍ତ୍ରରେ କୁହାଅଛି ଉଦ୍ୟୋଗୀନ ପୁରୁଷ ସିଂହ ଉପେଇତି ଲକ୍ଷ୍ମୀ। କର୍ମ କରିବ ନାନା ମତେ ମିଳିବ କର୍ମର ଆୟତ୍ତେ। ସୁତରାଂ ଯିଏ ଉପଯୁକ୍ତ ବୁଦ୍ଧି ବିବେକର ସୁବିନିଯୋଗ କରିବ, ଯଥାର୍ଥ ମାନସିକ ବା ଶାରୀରିକ ବା ଉଭୟ ପ୍ରକାର ଶ୍ରମ କରିବ, ସିଏ ଧନଲକ୍ଷ୍ମୀଙ୍କ କରୁଣା ଅବଶ୍ୟ ପାଇବ। ଆଜି ମୀନ ରାଶିର ଲୋକଙ୍କୁ ମହାଲକ୍ଷ୍ମୀ ଦୟା କରିବେ। ତେଣୁ ଏହି ମୀନ ରାଶିର ଆବାଳ ବୃଦ୍ଧ ବନିତା କହିଲିନି ଭିକାରୀର ଥାଳ ଆଜି ପୁରିଯିବ। ଯେ ରତ୍ନ ବ୍ୟବସାୟୀ ତାର ଆଜି ହିସାବ ବାହାରେ ଆୟ ହେବ। ସମସ୍ତେ ଉଦ୍ୟମ କରନ୍ତୁ, ଧନଲକ୍ଷ୍ମୀ କରୁଣା କରିବେ। ତାଙ୍କ କରୁଣା ବାରିରେ ଆଜି ମୀନ ରାଶିର ଲୋକେ ସ୍ନାନ କରିବେ। ହଁ ବନ୍ଧୁ, ମନେ ରଖିବେ ଆଜି ଅକ୍ଷୟ ତୃତୀୟା। ରହିଲି, ଈଶ୍ୱର ଦୟା କରନ୍ତୁ। ନମସ୍କାର।